ଏନ୍ଡିଓର ଏଇଟା ଏଜୁକେଶନାଲ ସୋସାଇଟିର ନିଯୁକ୍ତି ରହିଛି। ଗୋଟିଏ ରହିଛି ଇଂଲିଶ ଟିଚର, ଏଜ୍ ରହିଛି 50 ବର୍ଷ। ଏଜୁକେଶନାଲ କ୍ୱାଲିଫିକେସନ୍ ମାଷ୍ଟର ଡିଗ୍ରୀ ରହିଛି। ତା ସହିତ ବିଏଡ଼୍ କିମ୍ବା 3 ଇୟର୍ ଇଣ୍ଟିଗ୍ରେଟେଡ୍ ବିଏଡ଼୍ ବା ଏମ୍ଏଡ଼୍ କରିଥିବେ। 4 ଇୟର୍ ଇଣ୍ଟିଗ୍ରେଟେଡ୍ ଡିଗ୍ରୀ ୱିଥ୍ 50% ମାର୍କ ଇନ୍ ଏନ୍ସିଟି ରେକଗ୍ନାଇଜ୍ ୟୁନିଭର୍ସିଟି ବିଏଡ଼୍ କରିଥିବେ। ଇଂଲିଶ ହିନ୍ଦୀରେ ଆପଣଙ୍କର ଟିଚିଂ ଦେବାର କ୍ଷମତା ଥିବା ଦରକାର। ସେମିତି କମ୍ପ୍ୟୁଟର ମ୍ୟାଥ୍ ଟିଚର ଗୋଟିଏ ମଧ୍ୟ ରହିଛି, ସେଭଳି ସେମ୍ କ୍ୱାଲିଫିକେସନ୍ ରହିଛି। କମ୍ପ୍ୟୁଟର ସାଇନ୍ସର ଗୋଟିଏ ରହିଛି, 50 ବର୍ଷ ରହିଛି ଏଜ୍ ଏବଂ ତାର ଏଜୁକେଶନାଲ କ୍ୱାଲିଫିକେସନ୍ ରହିଛି ବିଟେକ୍ କମ୍ପ୍ୟୁଟର ସାଇନ୍ସ କିମ୍ବା ଆଇଟିରେ କରିଥିବେ। ବି ବା ବିଟେକ୍ ଆଣ୍ଡ ପୋଷ୍ଟ ଗ୍ରାଜୁଏସନ୍ ଡିପ୍ଲୋମା ଇନ୍ କମ୍ପ୍ୟୁଟର ଫର୍ମ ଏନି ରେକଗ୍ନାଇଜ୍ଡ ୟୁନିଭର୍ସିଟି କରିଥିବେ। ଏମ୍ଏସସି କିମ୍ବା ଏମସିଏ ଅର୍ ଇକ୍ୱିଭାଲେଣ୍ଟ ଫର୍ମ ଏ ରେକଗ୍ନାଇଜ୍ଡ ୟୁନିଭର୍ସିଟି କିମ୍ବା ବିଏସସି ବିସିଏ ଅର୍ ଇକ୍ୱିଭାଲେଣ୍ଟ ଆଣ୍ଡ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ଇନ୍ ସବଜେକ୍ଟ ଫର୍ମ ଏ ରେକଗ୍ନାଇଜ୍ଡ ୟୁନିଭର୍ସିଟି, ଏଭଳି କ୍ୱାଲିଫିକେସନ୍ ରହିଛି। ସୋସିଆଲ ସାଇନ୍ସ ଟିଚର ରହିଛି, 6ରୁ 10 ଆପଣ ପଢ଼ାଇବେ। ଗୋଟିଏ ପୋଷ୍ଟ ରହିଛି। ଏଜୁକେଶନାଲ କ୍ୱାଲିଫିକେସନ୍ ରହିଛି ବ୍ୟାଚଲର ଡିଗ୍ରୀ 50% ମାର୍କ ଥିବା ଦରକାର। ତା ସହିତ 2 ସ୍କୁଲ ସବଜେକ୍ଟ ଥିବ, ହିଷ୍ଟ୍ରି, ଜିଓଗ୍ରାଫି, ଇକୋନୋମିକ୍ସ, ପଲିଟିକାଲ ସାଇନ୍ସ ଭିତରୁ 2ଟା ଥିବା ଦରକାର। ବିଏଡ଼୍ ଥିବା ଦରକାର ଏବଂ ସିଟିଟି ପେପର 2 କ୍ୱାଲିଫାଇ କରିଥିବା ଦରକାର। ମ୍ୟାଥ୍ ଟିଚର 6ରୁ 10 ରହିଛି ଗୋଟିଏ, ବୟସ ରହିଛି 50 ବର୍ଷ, 31/3/2026 ତାରିଖ ସୁଦ୍ଧା। ସାଂସ୍କ୍ରିଟ ଓଡ଼ିଆ ଟିଚର ମଧ୍ୟ ରହିଛି ଗୋଟିଏ, ଯେଉଁଟାକି 6ରୁ 10। ଏଜୁକେଶନାଲ କ୍ୱାଲିଫିକେସନ୍ ରହିଛି ବ୍ୟାଚଲର ଡିଗ୍ରୀ ଅନର୍ସ ହେଇଥିବା ଦରକାର, ଓଡ଼ିଆ କିମ୍ବା ସାଂସ୍କ୍ରିଟ ଦୁଇଟା। ବିଏଡ଼୍ କରିଥିବେ ଏବଂ 50% ମାର୍କ ଥିବ କିମ୍ବା ପିଜି କରିଥିବେ। ତା ସହିତ ଆପଣଙ୍କୁ ବିଏଡ଼୍ ବି ମଧ୍ୟ କରିଥିବା ଦରକାର। ସେଣ୍ଟ୍ରାଲ ଏଲିଜିବିଲିଟି ଟେଷ୍ଟ ପେପର 1 ଆଉ ପେପର 2 ଦୁଇଟା ଯେଉଁଟା ପାସ୍ କରିଥିଲେ ଗୋଟେ ଚଳିବ। ଅନ୍ୟାନ୍ୟ ଏଜୁକେଶନାଲ କ୍ୱାଲିଫିକେସନ୍ ଗୁଡ଼ିକ ଏଥିରେ ମେନସନ୍ କରିଛି ବା କ'ଣ ତା'ର ରହିଛି। ମ୍ୟାଥ୍ ଟିଚର ପାଇଁ ହିନ୍ଦୀ ଟିଚର ରହିଛି କ୍ଲାସ୍ 1ରୁ 7, ସାଇନ୍ସ ଟିଚର ମଧ୍ୟ କ୍ଲାସ୍ 1ରୁ 8, ଗୋଟିଏ ଗୋଟିଏ ପୋଷ୍ଟ ରହିଛି। +2 ପାସ୍ କରିଥିବ, 50% ମାର୍କ ଥିବ, 2 ଇୟର୍ ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ୍ ଥିବା ଦରକାର କିମ୍ବା 4 ଇୟର୍ ବିଏଲ୍ଇଡ଼ି କରିଥିବା ଦରକାର। +2 ସହିତ ସ୍ପେଶାଲ ଏଜୁକେସନ୍ ଡିପ୍ଲୋମା କରିଥିବା ଦରକାର। ଗ୍ରାଜୁଏସନ୍ ୱିଥ୍ 50% ମାର୍କରେ ବିଏଡ଼୍ କରିଥିଲେ ମଧ୍ୟ ଆପଣ ଆପ୍ଲାଏ କରିପାରିବେ। 4 ଇୟର୍ ଇଣ୍ଟିଗ୍ରେଟେଡ୍ ବିଏଡ଼୍ କରିଥିଲେ ମଧ୍ୟ ଆପ୍ଲାଏ କରିପାରିବେ। 50% ମାର୍କ ଥିବା ଦରକାର ଏବଂ ସିଟିଟି ପେପର 1 କିମ୍ବା 2 ଆପଣ ପାସ୍ କରିଥିବା ଆବଶ୍ୟକ। ଲାଷ୍ଟ ଗୋଟିଏ ରହିଛି ଲୋୟର ଡିଭିଜନ କ୍ଲର୍କ ଏଲ୍ଡିସି, ଗୋଟିଏ ପୋଷ୍ଟ ରହିଛି, ସେମ୍ ରହିଛି ଏଜ୍ 50 ବର୍ଷ। +2 ପାସ୍ କରିଥିବା ଦରକାର। ଟାଇପିଂ ସ୍ପିଡ଼ 35 ୱାର୍ଡ଼ ପର୍ ମିନିଟ୍ ହେଉଥିବ ଇଂଲିଶରେ ଏବଂ ହିନ୍ଦୀରେ 30 ୱାର୍ଡ଼ ପର୍ ମିନିଟ୍ ହେଉଥିବା ଦରକାର। କମ୍ପ୍ୟୁଟର ନଲେଜ୍ ଅଫ୍ କମ୍ପ୍ୟୁଟର ଆପ୍ଲିକେସନ୍ ଆଣ୍ଡ MS ଅଫିସ୍, ୱାର୍କିଂ ନଲେଜ୍ ଅଫ୍ ହିନ୍ଦୀ ଇଂଲିଶ ଥିବା ଦରକାର। ଅନ୍ୟାନ୍ୟ ଟର୍ମ ଆଣ୍ଡ କଣ୍ଡିସନ୍ ଯାହା ରହିଛି TADA ଏସବୁ ଦେଖିପାରିବେ। ସାଲାରୀ ରହିଛି ଆପଣଙ୍କର ଯଦି ଦେଖିବେ 200 ପର୍ ପିରିୟଡ଼, ଯେଉଁମାନେ କ୍ଲାସ୍ 1ରୁ 5ମ ଭିତରେ କରିବେ କ୍ଲାସ୍ କରିବେ। ଯେଉଁମାନେ 6ରୁ 10ମ କରିବେ 220 ରହିଛି ପର୍ କ୍ଲାସ୍କୁ। 250 ରହିଛି ଯିଏ ଏକାଦଶରୁ ଦ୍ୱାଦଶ। ଏଭଳି ଆପଣଙ୍କର ଟୋଟାଲ୍ ସାଲାରୀଟା ପାଖାପାଖି 20,000ରୁ 35,000 ରହିବ ଏବଂ ନନ୍ ଟିଚିଂ ଷ୍ଟାଫ୍ LDC ଯାହା ରହିଛନ୍ତି 20,000 ପର୍ ମନ୍ଥ ରହିବ। ଏବଂ ଆପଣ ସ୍କୁଲର ତା'ର ଯେ ୱେବସାଇଟ୍ ଦେଇଛି ଦେଖନ୍ତୁ, ସେ ୱେବସାଇଟ୍ରୁ ଫର୍ମ ଡାଉନଲୋଡ଼୍ କରିବେ, ଫିଲ୍ଅପ୍ କରିକି ଆପଣ ତାକୁ ସେଣ୍ଡ କରିବେ ବାୟ ସ୍ପିଡ଼ି ପୋଷ୍ଟ, କୋରିଅର୍ ବା ହ୍ୟାଣ୍ଡରେ ସ୍କୁଲ ଅଫିସ୍ ଅର୍ ଇମେଲରେ ମଧ୍ୟ ଆପଣ ସେଣ୍ଡ କରିପାରିବେ ଏବଂ ଆପଣ ୱାକ୍ ଇନ୍ ଇଣ୍ଟରଭ୍ୟୁରେ ଯାଇକି ଭାଗ ନେଇପାରିବେ। ଇଣ୍ଟରଭ୍ୟୁ ଡେଟ୍ ରହିଛି ମ୍ୟାଥ୍, ସାଇନ୍ସ, କମ୍ପ୍ୟୁଟର ସାଇନ୍ସ, ସୋସିଆଲ ସାଇନ୍ସରେ 31 ମାର୍ଚ୍ଚ 2026 ଏବଂ ଇଂଲିଶ, ସାଂସ୍କ୍ରିଟ, ଓଡ଼ିଆ, ହିନ୍ଦୀ ଏବଂ ଏଲ୍ଡିସିରେ ରହିଛି 1 ଏପ୍ରିଲ 2026। ଲୋକେସନ୍ ରହିଛି ରେଞ୍ଜ ସ୍କୁଲ, ଚାନ୍ଦିପୁର, ବାଲେଶ୍ୱର, ଓଡ଼ିଶା। ଏଇଟା ରହିଛି ତା'ର ଆପ୍ଲିକେସନ୍ ଫର୍ମ, ଏଇଟା ରହିଛି ତା'ର ସର୍ଟ ଆଡ଼ଭାର୍ଟାଇଜମେଣ୍ଟ।